आपण मैंने मोर जी गुरु जानते आपण मैंने आज्ञा बसर किसी पूर्व पाठ आलोचना कले मुझे सही अधिकार किसी शुणिकी मुझे पचारे दुस्साहस करुच्ची अयोध्या राजा हे राम प्रभात हेले राजाभिषेक हे ए कथा कौशल्या जानिले कर्णपात है कौशल्या एवं वशिष्ठ जानी पारे काली राम राजा हे किंतु सकाळ पाइला बेले कथा पलटि गला सकाळ जते जानिले जे राम नाही भरत हेबो या सते कौशल्या एवं वशिष्ठ जमा मन दुख करी नाहंती कौशल्या मो पुओ राजा नाही मो सौतुणीर पुओ राजा हबो बोली जमा मन दुख करी नाहंती आनंद अनुभव कले निज पुओ राजा हेई पारिला नाही सते एते आनंद अनुभव करिवार कारणटा कौन कौशल्या एवं वशिष्ठ इछि आलोचना टिके करंतु सुबोध बड़ भाई सम्मानित दंडवा सम्मान हेलो आमर साको सिंगार रक्की बाबू श्रीगीड़ा बाईधन को 20 टंका प्रदान ग्रहण करंतु से कहले जे डाकिदेलु नियो से भाई मंगल करंतु देवादेव महादेव बोलानंद कुमार सब परिवार सुख शांति रखी था लक्ष्मी तक गृह बास करते मोर प्रार्थना मो भक्ति हिसाब से प्रभु मंगल करतु बोलानंद कुमार हरि बाबारे पूज्य सुपद बड़ भाई दंड कलाकार मैंने आजिकल कहते सम्मान कले सम्मान शिखल पूज्य सुपद बड़ भाई ठेकर अच्छा मोर जदि त्रुटि भाई समाधान करेंगे भाई जदि त्रुटि जो जगह बंटन है भाई जब अधिकार नहीं जाऊँगी समाधान करी से अनुसार जा से दिन वशिष्ठ खुशी होती कौशल्या माँ खुशी होती से मो रामचंद्र राजा न हो वनवास चल जाओ लेकिन रामायण रामायण He
ରାଜ୍ୟରେ ମରୁଡ଼ି କଲାନି ଏଇ କଥା ଯାଇକିନି ଦଶରଥ ଯେତେବେଳେ ପଚାରିଲେ ଆଜ୍ଞା ଶନି କୋଠିକି ଯାଇଥିଲେ ଶନିଦେବଙ୍କ ପାଖରେ ତାଙ୍କର କଥୋପକଥନ ହେଲା ତାଙ୍କର ସେ ମୈତ୍ର ହୋଇଥିଲେ ପରେ ମୈତ୍ର ହେଲେ ସେଠୁ କହିଥିଲେ ଆଜ୍ଞା ଶନିଦେବ ବୋଲୁଛନ୍ତି मीमांसा करने राम 14 वर्ष वनवास जी अथच माँकर एवं गुरुंकर मुखरे दुख नहीं परम हस यार अनेक मत थिला बेले गोटे मतरे मनोज बाबू जाऊे से अलग बाटर आणिकी अवश्य ठीक जगह मिसौले तथापि आरंभ कर मने पकईले शुणिले आमर गणक शास्त्र उपरे टिके शंका जात मनर गोटे आज्ञा समस्त प्रजागणकर सम्मुख राज दरबार अनेक गणक थाई ज्योतिष माने थाई रामचंद्र अभिषेक होली सी गणना कले किंतु गणना जो भूल प्रमाणित होला हास्यास्पद नुह ब्राह्मण जाति को निंदा नुह किंतु नुह निंदा नुह कहीं तार मत आने
ଶବଦ ସିନା ଜାଣିପାରିବେ ତାଙ୍କର କଥୋପକଥନ, କିନ୍ତୁ କାହା ଆଗରେ ପ୍ରକାଶ କରିବେନି। ଯଦି ପ୍ରକାଶ କରିବେ ତାଙ୍କର ମୃଦୁନା ଫାଟିଯିବ। ଆଜ୍ଞା ତେଣୁ ଆଜ୍ଞା ବିଚାରିଲେ ମନ ମଧ୍ୟରେ ସେହି ରାମ ଆମର କିପରି ଟଳି ଜୀବରେ ରାମର ଉପର କଥାରେ ଟିକେ କହିଲେ ସାର୍ ଦେଖନ୍ତୁ ଭାଇ ଯୁଆଡ଼ୁ ନେଇଥିଲେ ମୁଁ ସାର୍କୁ ଯାଉନି। ମୁଖ୍ୟ ଟପିକ୍ ଆଜ୍ଞା ମୁଖ୍ୟ ଟପିକ୍ ଦୁର୍ବାସାଙ୍କ ବରରେ ଆଜ୍ଞା କୌଶଲ୍ୟା କୈକେୟୀ ବର ପାଇଛନ୍ତି ସେ ପଶୁ ପକ୍ଷୀଙ୍କର କଥୋପକଥନ ବୁଝିପାରିବେ, କିନ୍ତୁ କାହା ଆଗରେ ଯଦି ପ୍ରକାଶ କରନ୍ତି ତାଙ୍କର ମୂର୍ଧନା ପାକ ଘଟିବ। ତେଣୁ ଦିନେ ଉଦ୍ୟାନରେ ଭ୍ରମଣ କରୁଥିବା ସମୟରେ ରାଜବଟିକାରେ ସେ ସମୟରେ କଣ ହେଇଛି ନା କପତ କପତି କେଉଁଠି ସୁଆସରେ ସେମାନେ କଥୋପକଥନ ହେଉଛନ୍ତି ଯେ ଅଯୋଧ୍ୟାପୁରରେ ଅକାଳ ଗ୍ରାସ କଲା। 14 ବର୍ଷ ପର୍ଯ୍ୟନ୍ତ ଅଯୋଧ୍ୟା ସାକେତ ନଗରରେ ଯିଏ ରାଜା ହେବେ ତାଙ୍କର ମୃତ୍ୟୁ ନିଶ୍ଚିନ୍ତ। ତେଣୁ ମା କୌଶଲ୍ୟାଙ୍କ ଅପେକ୍ଷା ମା କୈକେୟୀ ରାମକୁ ଅଧିକ ଭଲ ପାଉଥିଲେ। ତେଣୁ ସେ ଚିନ୍ତା କଲେ କିଛି ଗୋଟେ ଉପାୟ କରି ରାମଚନ୍ଦ୍ରଙ୍କୁ 14 ବର୍ଷ ପର୍ଯ୍ୟନ୍ତ ରାଜନଗରରୁ ଦୂରେଇ ରଖାଯିବ। ଏ କଥାକୁ ମନ୍ଥରା ସହିତ କଥୋପକଥନ ହେଲା ବେଳେ ମନ୍ଥରା ସୂଚେଇ ଦେଲେ ଯେ ତମେ ଯୋଉ ବର ଦିଟା ତମକୁ ଦଶରଥ କହିଥିଲେ ଯୁଦ୍ଧ ସମୟରେ ଚକ ଅକ୍ଷରେ ଆଙ୍ଗୁଳି ଗେଞ୍ଜି ଦେଇ ତମେ ଉଦ୍ଧାର କରିଥିଲ ଦଶରଥଙ୍କୁ, ସେଇ ସମୟରେ ତମକୁ ଯୋଉ ବର ଦେଇଥିଲେ ସେଇ ଦିଟା ମାଗ। ପ୍ରଥମ ବରରେ ରାମ 14 ବର୍ଷ ବନବାସ ଯିବେ, ଦ୍ୱିତୀୟ ବରରେ ଭରତ ରାଜା ହେବେ। କିନ୍ତୁ ମା ଜାଣିଛନ୍ତି ଯେ ଭାତୃଭକ୍ତ ଭରତ କେବେ ହେଲେ ଅଯୋଧ୍ୟାପୁରରେ ରାଜା ହେବ ନାହିଁ। ତେଣୁ ସିଏ ଏ କଥାଟି କହିଲେ। ତେଣୁ ଆଜ୍ଞା ନନ୍ଦୀଗ୍ରାମରେ ରାମଚନ୍ଦ୍ର 14 ବର୍ଷ ବନବାସ ଗଲେ, ଅଯୋଧ୍ୟାପୁରକୁ ଭରତ ଆସିଲେନି କି ଶତ୍ରୁଘ୍ନ ଆସିଲେନି। ନନ୍ଦୀଗ୍ରାମରେ ଲକ୍ଷ୍ମଣ ଗଲେ ରାମଙ୍କର ସେବା କରିବା ପାଇଁ, ଭରତଙ୍କର ସେବା କଲେ ଶତ୍ରୁଘ୍ନ। ଆପଣ କହିଲେ କଥାରେ ଯେ ରାମ ରାଜା ହେବ ବୋଲି ସମସ୍ତେ ଜାଣିଲେ, କିନ୍ତୁ ଭରତ ହେଲେ। ଏ କଥା ଜାଣିଲା ପରେ କୌଶଲ୍ୟା ଦୁଃଖ କରିବା କଥା ଯେ ମୋ ପୁଅ ହେଇପାରିଲାନି, ମୋ ସୌତୁଣୀର ପୁଅ ରାଜା ହବ। এইটা তো আপনার ଥିଲା প্লট ଯେ ଇଏ କୌଶଲ୍ୟା କାହିଁକି ଖୁସି ହେଲେ, ଦୁଃଖ କରିନାହାନ୍ତି। ଆଜ୍ଞା
କଥାରେ କହ ଶୁଣନ୍ତୁ ମୁଁ ତ ତାকে ନେଇଥିଲି ଭାଇ ଧରିଲେ ପ୍ଲଟଟା ମାନେ ବଶିଷ୍ଠ ଏବଂ କୌଶଲ୍ୟା ଏ ଦି ଜଣ ଖୁସି ଅଛନ୍ତି ଦୁଃଖ ନାହିଁ ଆଜ୍ଞା ବଶିଷ୍ଠ ବି ତାଙ୍କ ପୁରୋଧା ଗୁରୁ କୁଳଗୁରୁ ଯେତେବେଳେ ଜାଣିଲେ ପକ୍ଷୀ ମାନଙ୍କର କଥୋପକଥନ ଚକୁଆ ଚକୁଙ୍କର କଥା ଶୁଣିଲେ ବଶିଷ୍ଠ ଆସିକି କହିଥିଲେ କାହାକୁ ସୁମିତ୍ରା କହିଲେ ତୁମ କିଛି ମନ ଦୁଃଖ କରିବା ଦରକାର ନାହିଁ କାହିଁ ପାଇଁ 14 ବର୍ଷ ପୁରା ଅଯୋଧ୍ୟାର ଶନି ଦଶା ପଡିଛି ଶନି ଦଶା 14 ବର୍ଷ ପଡିଛି ତୁମେ ମା ହେଇକି ମନ ଦୁଃଖ କିଏ କରୁଛ ଭାଇ ଯୋଉଟା କହିଲେ କହିକି ରାମଚନ୍ଦ୍ରକୁ ବହୁତ ଭଲ ପାଆନ୍ତି ରାମାୟଣ ଆଜ୍ଞା ଏଟା ବିଧାନସଭା ପାର୍ଲିଆମେଣ୍ଟରେ ପାସ୍ ହେଇଛି ସେ ଗୋଟେ କଥା କିନ୍ତୁ ବଶିଷ୍ଠ ଆଜ୍ଞା କହିଥିଲେ ମାକୁ କହିଥିଲେ ଯେ ତୁମେ ମନ ଦୁଃଖ କରିବାର ନାହିଁ ମା କହିବା ଦ୍ୱାରା ପ୍ରଭୁ ମା ଗୁରୁ କହିବା ଦ୍ୱାରା ବଶିଷ୍ଠ ମା ସେଥିପାଇଁ ଚିନ୍ତା କଲେ ଆଉ ଗୋଟେ କଥା ହଉଛନ୍ତି ଭାଇ ଗୋଟେ ଶ୍ଲୋକ ପଢୁଥିଲେ ରାମ ଲକ୍ଷ୍ମଣ ପୂର୍ବ ଜନ୍ମ ରଘୁବରମ ସୀତାପତି ସୁନ୍ଦରମ କାକୁସ୍ତମ କରୁଣାକର ଗୁଣନିଧି ବିପ୍ରପ୍ରିୟ ଧାର୍ମିକମ ରାଜେନ୍ଦ୍ରମ ସତ୍ୟ ସନ୍ଧ ଦଶରଥ ତନନ୍ୟ ଶ୍ୟାମଳମ ଶାନ୍ତମୂର୍ତ୍ତି ଭଗବାନ କଣ ପାଇଁ ତ୍ରେତୟା ଯୁଗରେ ଆସିଲେ କି ଯଦି 14 ବର୍ଷ ଭଗବାନ ଯଦି ନ ଯିବେ ଏ ଯୋଉ ଧର୍ମକୁ ସ୍ଥାପନ କରିବ କିଏ କଥା ସେଆଡେ ନାହିଁ କୌଶଲ୍ୟା ବଶିଷ୍ଠ ରାମ ରାଜା ନ ହେଲେ ଭରତ ହେବ ହେଲେ ମଧ୍ୟ ଖୁସି ଭରତ ହେଲେ ଆଜ୍ଞା ଭରତ ରାଜା ହବ ହେଲେ ମଧ୍ୟ ଖୁସି ହେଲେ ଦୁଃଖ କରିବା କଥା ମା ମୋ ପୁଅ ହେଲାନି ଆଉ ଜଣଙ୍କ ପୁଅ ହବ ହେଲେ ମଧ୍ୟ କୌଶଲ୍ୟା ଦୁଃଖ କରୁନାହାନ୍ତି ଆଜ୍ଞା ବଶିଷ୍ଠ ଦୁଃଖ କରୁନାହାନ୍ତି ମାତୃଦୋଷ କୀର୍ତ୍ତି ମାଟା ସିନେ ନିଜ ପୁଅକୁ ଟାଣି ହବ ଗୁରୁଟା ତ ଛାତ୍ର ତାର 4 ପୁଅ ଯାକ 4 ଭାଇ ଯାକ ଗୁରୁଟା କଣ ପାଇଁ ବଡ ସାନ କରିବ ତେଣୁ ୟାର ଅନ୍ୟ ଗୋଟେ ଦିଗକୁ ଯିବା ଦେଖନ୍ତୁ ଦଶରଥ ଜଟାୟୁ ସହିତ ସତ୍ୟ କରୁଥିଲେ ଯେ ତମର ପ୍ରଥମ ପୁତ୍ରକୁ ମତେ ଦାନ ଦେବ ମୁଁ ତାକୁ ପୁଅ କରିବି ଯେତେବେଳେ ସେ ସ୍ୱର୍ଗରୁ ତଳକୁ ଖସୁଥିଲେ ମରି ଯାଇଥାନ୍ତେ ପୃଷ୍ଠ ଦେଶରେ ଧାରଣ କରି ରଖିଲେ ମୈତ୍ର ହେଲେ ତେଣୁ ସେଇଥିପାଇଁ ଆଉ କିଛି ଭକ୍ତଙ୍କର ଅଭିଳାଷକୁ ପୂରଣ କରିବା ପାଇଁ ରାମ ଯାଉଛନ୍ତି ବନ ଆଜ୍ଞା ନୁନା ଟିକେ ନା ଆପଣ ଯୋଉଟା କହିଲେ ଜଟାୟୁ କଥା ତା ପୂର୍ବରୁ ନୌକେଶୀ ବି ଦଶରଥକୁ କହିଥିଲେ ହଁ ଯେ ଶୁଣ ଆଜ୍ଞା ଜଟାୟୁ କଥା କୌଶଲ୍ୟା ଆଉ ବଶିଷ୍ଠ କେମିତି ଜାଣିବେ ଯେ ସେ ଖୁସି ହେବେ ନାଇଁ ରାମ ଯାଉ ମାରିଦବ କେମିତି ଜାଣିବେ ଆଜ୍ଞା ଏଟା କୋଉଠି ଆହୁରି ସେ ଖୁସି ହେବେ ଶୁଣନ୍ତୁ ଟିକେ କେଉଁ ନ୍ୟାୟରେ ଖୁସି ହଉଛନ୍ତି ଭରତ ରାଜା ହେବେ ବୋଲି ସେ ଦୁଃଖ କରିବା କଥା ହେଲେ ମଧ୍ୟ ଖୁସି ଅଛନ୍ତି ରାମ ଆଜି ନାହିଁ ଭରତ ହବ ହଉ ଭରତ ହେଲେ ମଧ୍ୟ କିଛି ଅସୁବିଧା ନାହିଁ ପୂର୍ବରେ କଣ ଗୋଟେ କିମ୍ବଦନ୍ତୀ ଥିଲା ସେଇଟା ଆଜି ଜାଣିଛନ୍ତି ସେମାନେ ସେଥିପାଇଁ ଦୁଃଖ କରୁନାହାନ୍ତି ସେ ପୂର୍ବ କିମ୍ବଦନ୍ତୀଟା ଟିକେ ହବର କୁହନ୍ତୁ ଦେଖନ୍ତୁ ରାମାୟଣ ରାମଙ୍କର ଜନ୍ମ ଆଉ ବନବାସ ଯିବାର କିମ୍ବଦନ୍ତୀ ଅନେକ ଅଛି ତା ମଧ୍ୟରୁ ଗୋଟେ କହୁଛି ଆଜ୍ଞା ସୁନ୍ଦରୀ ସ୍ୱୟଂବର କଥା କହୁଛି ଯେ ସିଏ କଣ ହେଇଛି ଯେତେବେଳେ ସୁନ୍ଦରୀଙ୍କୁ ଦେଖିଛନ୍ତି କିଏ ନା ନାରଦ ଏବଂ ପର୍ବତା ଋଷି ଅମ୍ବରୀଶଙ୍କର କନ୍ୟା ସୁନ୍ଦରୀ ତାକୁ ଦେଖିଛନ୍ତି ଯେତେବେଳେ ନାରଦ ଏବଂ ପର୍ବତା ଋଷି ତାଙ୍କର ରୂପରେ ମୋହିତ ହୋଇ ତାଙ୍କୁ ବିବାହ କରିବା ପାଇଁ ଯୋଜନା କରିଛନ୍ତି ଦୁଇ ଜଣ ଯାକ ବିଷ୍ଣୁଙ୍କୁ ମାଗିଛନ୍ତି ବର ଆମକୁ ସୁନ୍ଦର ରୂପ କରିଦିଅ ନାଇଁ ନାଇଁ ସେଇଟା ଯୋଉ ଆପଣ କହୁଛନ୍ତି ମୁଁ ଜାଣିଛି ୟାର ଉତ୍ତର ଆପଣ ମାନେ ବି ଜାଣିଛନ୍ତି ମୁଁ ଜାଣିଛି ଆପଣ ମାନେ ବି କହିପାରିବେ ସେ ନାରଦ ଅଭିଶାପ ବନବାସ ଯାଉ ବୋଲି ଏଟା କଥା ବନବାସ କଥା ଏଠାରେ ନାହିଁ
भरत राजा हेले से तो पुओ ये भी खुशी है दुख करे मो पुओ राजा नहीं जाहले दुख करी किंतु कौशल्या आगर गोटे शर्त जानी से दुख कलानी एक्चुअली मो बही पढ़ा ना मत आज्ञा कही काली राति मुझे शुणिक आज पचारि दौर पेंडाल अच्छी गोटे नहीं कि तो बनवास पूर्व से अहिल्या उदाहरण बनवास पूर्व राम बनवास गले किए मुक्ति हम ये आड़े ना कौशल्यार जाए आसे ना से कथा खुशी अच्छा दुख ना हाँ कौन खुशी है पूर्व गोटे शर्त थिला दशरथ विवाह समय आउटे मन पका दशरथ विवाह समय पूर्वर गोटे शर्त थिला ये माने जानी से शर्तटा वशिष्ठ कौशल्या साक्षी परायण माने जानी से दुख करूना से शर्तटा कौन थी से शर्तटा शुणु से शर्तटा ये होचंती दक्षिण कौशल झील ना दक्षिण कौशल झील ये हेले उत्तर कौशल राजकुमार थे किए दशरथ जिते विवाह होगा से समय से कथा देते तुम पुत्र राजा हम जो ये भरत कथा देखे आपण कथा पाखे गलानी पाखे गला सर ये होचंती कौशल्या होचंती कौशल झील तेणु जो नहीं विवाहटा पाखे गलेनी आपण माने मोर भी भाई जोड़ा कहले मु किछ अपने पड़ती दक्षिण कौशल जते राजा तकर जते विवाह होइथिला कार विवाह को खाली दशरथकर विवाह होइथिला का सहित कोई सहित विवाह होइथिला कोई सहित अडु कोन हला मते बाळो कर दिला मु आगे शिवराशि लोक दमते बाळो चालू विवाह टाइम में हिथिला माने रावण उभय को दशरथ को एवं जो कौशल्या को हरण करिकी गोटे मंजूषा भितर पुरी की तिमिगळ आगरे पकई देथिला ब्रह्मा रावण वेश धारण करके आसिक खोलिकी बाहर करके नहीं विवाह कले सेठी आके कथा देथिले एटा कैकेयी विवाह पूर्वर के कथा से कथा छिड़िला तापर विवाह होला आग शर्त रहिला तापर विवाहटा एटा होची माने कौशल्याकर पितांक शर्त जो ये करथले कैकेयी विवाहर पूर्वरु आग शर्त रहिला तापर बाहा हेले कैकेयीर बापांकु ये शर्त कैकेयीर बापांकु शर्त करथिले जे तम नाती ही हाँ ये कथा से दी जन शुणी शर्तटा आगु जेहेतु शर्त रखिचंती तांको पति राजा रखिचंती तांकर मान रखिबा निहाती दरकार एतिपाई से दी जन मन दुख नहीं से तांकर भावटा पुत्र प्रति अलगा थिला से मोहरे पड़ी गले आ देखंतु ऋषि भृतेषु एबे आमे बिनाकार कारवाणी को आमंत्रण करिवा मंच प्राइज और दे दियंतु